ଏହା ହେଉଛି ରାମାୟଣର ମଲ୍ଟିପୁଲ୍ ଚଏସ୍ କ୍ୱେଶ୍ଚନ୍ ଗୁଡ଼ିକ ଅଛି, ଯାହାକି ପ୍ରାୟ ଅନେକ ସାଧୁ ସନ୍ଥ ପଣ୍ଡିତମାନଙ୍କୁ ମଧ୍ୟ ଅଜଣା ଏବଂ ଏହି ପ୍ରଶ୍ନ ଗୁଡ଼ିକ ବହୁତ ଗୂଢ଼ତତ୍ତ୍ୱ ଅଛି, ଯାହାକି ଭେରି ଇମ୍ପୋର୍ଟାଣ୍ଟ ମଧ୍ୟ। ଠିକ୍ ଅଛି, ତେବେ ଏବେ ଆସ ଦେଖିବା କେଉଁ ସବୁ ମଲ୍ଟିପୁଲ୍ ଚଏସ୍ କ୍ୱେଶ୍ଚନ୍ ଗୁଡ଼ିକ ଅଛି ଦେଖିବା। ପ୍ରଥମରେ ଅଛି ଦସ୍ୟୁ ରତ୍ନାକର। ଦସ୍ୟୁ ରତ୍ନାକର ବାଲ୍ମୀକି ହେବା ପାଇଁ ତାଙ୍କୁ କେତେ ବର୍ଷ ସମୟ ଲାଗିଥିଲା? ଦସ୍ୟୁ ରତ୍ନାକର ବାଲ୍ମୀକି ହେବା ପାଇଁ ତାଙ୍କୁ କେତେ ବର୍ଷ ସମୟ ଲାଗିଥିଲା? ଏହାର ଅପସନ୍ ଅଛି 30,000 ବର୍ଷ, 40,000 ବର୍ଷ, 50,000 ବର୍ଷ, 60,000 ବର୍ଷ। ଏହାର ସଠିକ୍ ଉତ୍ତରଟି ହେଉଛି 60,000 ବର୍ଷ। ଠିକ୍ ଅଛି, ନେକ୍ସଟ କ୍ୱେଶ୍ଚନ୍। ବାଲ୍ମୀକି କେଉଁ ଆସନରେ ବସି ରାମାୟଣ ରଚନା କରିଥିଲେ? ବାଲ୍ମୀକି କେଉଁ ଆସନରେ ବସି ରାମାୟଣ ରଚନା କରିଥିଲେ? ଏହାର ଅପସନ୍ ଅଛି ବିଛଣା, ବସ୍ତ୍ର, ବ୍ୟାଘ୍ରଚର୍ମ, କୁଶାସନ। ଏହାର ସଠିକ୍ ଉତ୍ତରଟି ହେଉଛି କୁଶାସନ। ବାଲ୍ମୀକି କୁଶାସନ ଆସନରେ ବସି ରାମାୟଣ ରଚନା କରିଥିଲେ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନକୁ ଯିବା। ସରଜୁ ନଦୀର ଉତ୍ପତ୍ତି କେଉଁଠାରୁ ହୋଇଛି? ସରଜୁ ନଦୀର ଉତ୍ପତ୍ତି କେଉଁଠାରୁ ହୋଇଛି? ଏହାର ଅପସନ୍ ଅଛି ହିମାଳୟ, ଗନ୍ଧମାର୍ଦ୍ଦନ, ମାନସରୋବର, ସିନ୍ଧୁ। ଏହାର ସଠିକ୍ ଉତ୍ତରଟି ହେଉଛି ମାନସରୋବର। ସରଜୁ ନଦୀର ଉତ୍ପତ୍ତି ମାନସରୋବର ଠାରୁ ହୋଇଛି। ନେକ୍ସଟ କ୍ୱେଶ୍ଚନ୍। ଦଶରଥ ପୂର୍ବ ଜନ୍ମରେ କିଏ ଥିଲେ? ଦଶରଥ ପୂର୍ବ ଜନ୍ମରେ କିଏ ଥିଲେ? ଏହାର ଅପସନ୍ ଅଛି ଯକ୍ଷ, ଗନ୍ଧର୍ବ, ଇନ୍ଦ୍ର, କଶ୍ୟପ ଋଷି। ଏହାର ସଠିକ୍ ଉତ୍ତରଟି ହେଉଛି କଶ୍ୟପ ଋଷି। ଠିକ୍ ଅଛି, ନେକ୍ସଟ କ୍ୱେଶ୍ଚନ୍। ଦଶରଥଙ୍କ ମାତାଙ୍କ ନାମ କ'ଣ ଥିଲା? ଦଶରଥଙ୍କ ମାତାଙ୍କ ନାମ କ'ଣ ଥିଲା? ଏହାର ଅପସନ୍ ଅଛି ଭାନୁମତୀ, ଇନ୍ଦୁମତୀ, ମନୁମତୀ, ରାନୁମତୀ। ଏହାର ସଠିକ୍ ଉତ୍ତରଟି ହେଉଛି ଇନ୍ଦୁମତୀ। ଠିକ୍ ଅଛି, ନେକ୍ସଟ କ୍ୱେଶ୍ଚନ୍। ଦଶରଥ କେତେ ବର୍ଷରେ କୌଶଲ୍ୟାଙ୍କୁ ବିବାହ କରିଥିଲେ? ଦଶରଥ କେତେ ବର୍ଷରେ କୌଶଲ୍ୟାଙ୍କୁ ବିବାହ କରିଥିଲେ? ଏହାର ଅପସନ୍ ଅଛି 300 ବର୍ଷରେ, 200 ବର୍ଷରେ, 400 ବର୍ଷରେ, 500 ବର୍ଷରେ। ଏହାର ସଠିକ୍ ଉତ୍ତରଟି ହେଉଛି 300 ବର୍ଷରେ। ଠିକ୍ ଅଛି, ନେକ୍ସଟ କ୍ୱେଶ୍ଚନ୍। ରାଜା ଦଶରଥଙ୍କ ସମୁଦାୟ କେତେ ରାଣୀ ଥିଲେ? ରାଜା ଦଶରଥଙ୍କ ସମୁଦାୟ କେତେ ରାଣୀ ଥିଲେ? ଏହାର ଅପସନ୍ ଅଛି 350ଟି, 450ଟି, 650ଟି, 750ଟି। ଏହାର ସଠିକ୍ ଉତ୍ତରଟି ହେଉଛି 750 ଗୋଟି ରାଣୀ ଥିଲେ। ଠିକ୍ ଅଛି, ନେକ୍ସଟ କ୍ୱେଶ୍ଚନ୍। କୌଶଲ୍ୟା ପୂର୍ବ ଜନ୍ମରେ କିଏ ଥିଲେ? କୌଶଲ୍ୟା ପୂର୍ବ ଜନ୍ମରେ କିଏ ଥିଲେ? ଏହାର ଅପସନ୍ ଅଛି ଦିତି, ଅଦିତି, ତପସ୍ୱୀ, ସତୀ। ଏହାର
ସଠିକ୍ ଉତ୍ତରଟି ହେଉଛି ଅଦିତି। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ଦାସୀ ମନ୍ଥରା ପୂର୍ବଜନ୍ମରେ କିଏ ଥିଲେ? ଦାସୀ ମନ୍ଥରା ପୂର୍ବଜନ୍ମରେ କିଏ ଥିଲେ? ଏହାର ଅପସନ୍ ଅଛି ବେଦମାତା ସୁରଭି, ଦେବମାତା ଅଦିତି, ମାଣ୍ଡବୀ, ମାତାଦି। ଏହାର ସଠିକ୍ ଉତ୍ତରଟି ହେଉଛି ବେଦମାତା ସୁରଭି। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ଶ୍ରୀକୃଷ୍ଣଙ୍କ ବାହନ ଗରୁଡ଼ଙ୍କ ପୁତ୍ର କିଏ? ଶ୍ରୀକୃଷ୍ଣଙ୍କ ବାହନ ଗରୁଡ଼ଙ୍କ ପୁତ୍ର କିଏ? ଏହାର ଅପସନ୍ ଅଛି ସମ୍ପାତି, କାକ, ଭୂଷଣ୍ଡ, ଜଟାୟୁ। ଏହାର ସଠିକ୍ ଉତ୍ତରଟି ହେଉଛି ଜଟାୟୁ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, କୁମ୍ଭକର୍ଣ୍ଣର ପୁତ୍ରର ନାମ କ'ଣ? କୁମ୍ଭକର୍ଣ୍ଣର ପୁତ୍ରର ନାମ କ'ଣ? ଏହାର ଅପସନ୍ ଅଛି କୁମ୍ଭ, ନିକୁମ୍ଭ, ଶୁମ୍ଭ, ନିଶୁମ୍ଭ। ଏହାର ସଠିକ୍ ଉତ୍ତରଟି ହେଉଛି ଖ ନିଶୁମ୍ଭ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ତାଡ଼କା ଅସୁରୁଣୀର ପିତା କିଏ? ତାଡ଼କା ଅସୁରୁଣୀର ପିତା କିଏ? ଏହାର ଅପସନ୍ ଅଛି ସୁନ୍ଦ, ସୁକେତୁ, ସୁବାହୁ, ରାହୁ। ଏହାର ସଠିକ୍ ଉତ୍ତରଟି ହେଉଛି ସୁକେତୁ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ରାବଣର ଲୁଗାପଟା ସଫା କରିବା କାର୍ଯ୍ୟ କିଏ କରୁଥିଲେ? ରାବଣର ଲୁଗାପଟା ସଫା କରିବା କାର୍ଯ୍ୟ କିଏ କରୁଥିଲେ? ଏହାର ଅପସନ୍ ଅଛି ଯମରାଜ, ମରୁତ, ଶନିଦେବ, ଅନଳ। ଏହାର ସଠିକ୍ ଉତ୍ତରଟି ହେଉଛି ଶନିଦେବ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ଦେବଦେବ ମହାଦେବ ଲଙ୍କାରେ କେଉଁ କାର୍ଯ୍ୟରେ ନିଯୁକ୍ତ ଥିଲେ? ଦେବଦେବ ମହାଦେବ ଲଙ୍କାରେ କେଉଁ କାର୍ଯ୍ୟରେ ନିଯୁକ୍ତ ଥିଲେ? ଏହାର ଅପସନ୍ ଅଛି ଡଗର, ଜଳ ଯୋଗାଣ, ଦ୍ୱାର ରକ୍ଷକ, ଜ୍ଞାନ ଦାନ। ଏହାର ସଠିକ୍ ଉତ୍ତରଟି ହେଉଛି ଜ୍ଞାନ ଦାନ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ଶ୍ରୀରାମ କେଉଁ ଫୁଲରେ ଦେବୀ ଦୁର୍ଗାଙ୍କ ଆରାଧନା କରିଥିଲେ? ଶ୍ରୀରାମ କେଉଁ ଫୁଲରେ ଦେବୀ ଦୁର୍ଗାଙ୍କ ଆରାଧନା କରିଥିଲେ? ଏହାର ଅପସନ୍ ଅଛି ପଦ୍ମ, କଇଁ, ମନ୍ଦାର, ନୀଳୋତ୍ପଳ। ଏହାର ସଠିକ୍ ଉତ୍ତରଟି ହେଉଛି ନୀଳୋତ୍ପଳ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, କେଉଁ ବନରେ ଭଗବାନ ଶ୍ରୀରାମ କାକମାନଙ୍କୁ ଟେରି ହେବା ପାଇଁ ଅଭିଶାପ ଦେଇଥିଲେ? କେଉଁ ବନରେ ଭଗବାନ ଶ୍ରୀରାମ କାକମାନଙ୍କୁ ଟେରି ହେବା ପାଇଁ ଅଭିଶାପ ଦେଇଥିଲେ? ଏହାର ଅପସନ୍ ଅଛି ଦଣ୍ଡକାରଣ୍ୟରେ, ପଞ୍ଚବଟୀରେ, କିଷ୍କିନ୍ଧ୍ୟାରେ, ଅଯୋଧ୍ୟାରେ। ଏହାର ସଠିକ୍ ଉତ୍ତରଟି ହେଉଛି ପଞ୍ଚବଟୀରେ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ପରଶୁରାମଙ୍କ ଗୁରୁ କିଏ? ପରଶୁରାମଙ୍କ ଗୁରୁ କିଏ? ଏହାର ଅପସନ୍ ଅଛି ବ୍ରହ୍ମା, ବିଷ୍ଣୁ, ଶିବ, ଇନ୍ଦ୍ର। ଏହାର
ସଠିକ୍ ଉତ୍ତରଟି ହେଉଛି ଶିବ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ଗୟାସୁର ହସ୍ତରେ କିଏ ପରାସ୍ତ ହୋଇଥିଲେ? ଗୟାସୁର ହସ୍ତରେ କିଏ ପରାସ୍ତ ହୋଇଥିଲେ? ଏହାର ଅପସନ୍ ଅଛି ବ୍ରହ୍ମା, ଶିବ, ଶ୍ରୀକୃଷ୍ଣ, ନାରାୟଣ। ଏହାର ସଠିକ୍ ଉତ୍ତରଟି ହେଉଛି ନାରାୟଣ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ହନୁମାନଙ୍କ ଶରୀରରେ କେଉଁଠି ଅଗ୍ନି ଦେବତା ଥିଲେ? ହନୁମାନଙ୍କ ଶରୀରରେ କେଉଁଠି ଅଗ୍ନି ଦେବତା ଥିଲେ? ଏହାର ଅପସନ୍ ଅଛି ବକ୍ଷରେ, ନାଭିରେ, ନୟନରେ, କପାଳରେ। ଏହାର ସଠିକ୍ ଉତ୍ତରଟି ହେଉଛି କପାଳରେ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ହନୁମାନଙ୍କ କର୍ଣ୍ଣରେ କେଉଁ ଦେବୀଙ୍କ ବାସ? ହନୁମାନଙ୍କ କର୍ଣ୍ଣରେ କେଉଁ ଦେବୀଙ୍କ ବାସ? ଏହାର ଅପସନ୍ ଅଛି ଦେବୀ ସରସ୍ୱତୀ, ଦେବୀ ନାରାୟଣୀ, ଦେବୀ ଲକ୍ଷ୍ମୀ, ଦେବୀ ଗଙ୍ଗା। ଏହାର ସଠିକ୍ ଉତ୍ତରଟି ହେଉଛି ଦେବୀ ଗଙ୍ଗା। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ହନୁମାନଙ୍କ ଲାଞ୍ଜରେ କେଉଁ ଦେବତାଙ୍କ ବାସ? ହନୁମାନଙ୍କ ଲାଞ୍ଜରେ କେଉଁ ଦେବତାଙ୍କ ବାସ? ଏହାର ଅପସନ୍ ଅଛି ଅଗ୍ନିଦେବ, ଅନନ୍ତଦେବ, ଧର୍ମଦେବ, ଯମଦେବ। ଏହାର ସଠିକ୍ ଉତ୍ତରଟି ହେଉଛି ଅନନ୍ତଦେବ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ରାବଣର କେତେ ପୁତ୍ର ଓ କେତେ ନାତି ଥିଲେ? ରାବଣର କେତେ ପୁତ୍ର ଓ କେତେ ନାତି ଥିଲେ? ଏହାର ଅପସନ୍ ଅଛି 72 ପୁଅ 1300 ନାତି, 80 ପୁଅ 1800 ନାତି, 52 ପୁଅ 1900 ନାତି, 92 ପୁଅ 2000 ନାତି। ଏହାର ସଠିକ୍ ଉତ୍ତରଟି ହେଉଛି 72 ପୁଅ 1300 ନାତି। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, କେଉଁ ବନରେ ପୁରୁଷ ପ୍ରବେଶ କଲା ମାତ୍ରେ ନାରୀ ହୋଇଯାଆନ୍ତି? କେଉଁ ବନରେ ପୁରୁଷ ପ୍ରବେଶ କଲା ମାତ୍ରେ ନାରୀ ହୋଇଯାଆନ୍ତି? ଏହାର ଅପସନ୍ ଅଛି କୁସାଙ୍ଗୀ, ପାର୍ବତୀ, ପିରେଇ, ଲାରୀ। ଏହାର ସଠିକ୍ ଉତ୍ତରଟି ହେଉଛି ଖ ପାର୍ବତୀ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, କେଉଁ ରାକ୍ଷସର ମୁହଁ ତା ଉଦର ଭିତରେ ଥାଏ? କେଉଁ ରାକ୍ଷସର ମୁହଁ ତା ଉଦର ଭିତରେ ଥାଏ? ଏହାର ଅପସନ୍ ଅଛି ଅକମ୍ପନ, ରାହୁ, କବନ୍ଧ, ସ୍ଥୂଳାକ୍ଷ। ଏହାର ସଠିକ୍ ଉତ୍ତରଟି ହେଉଛି କବନ୍ଧ। କବନ୍ଧ ରାକ୍ଷସର ମୁହଁ ତା ଉଦର ଭିତରେ ଥାଏ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, କେଉଁ ଦୈତ୍ୟର ଗୋଟିଏ ମାତ୍ର ଆଖି ଥାଏ? କେଉଁ ଦୈତ୍ୟର ଗୋଟିଏ ମାତ୍ର ଆଖି? ଏହାର ଅପସନ୍ ଅଛି ଦୁର୍ଜନ, କବନ୍ଧ, ସ୍ଥୂଳାକ୍ଷ, ଅକମ୍ପନ। ଏହାର ସଠିକ୍ ଉତ୍ତରଟି ହେଉଛି କବନ୍ଧ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ଶୂର୍ପଣଖାର ପରବର୍ତ୍ତୀ ଜନ୍ମ କ'ଣ? ଶୂର୍ପଣଖାର ପରବର୍ତ୍ତୀ ଜନ୍ମ କ'ଣ? ଏହାର ଅପସନ୍ ଅଛି ଗାନ୍ଧାରୀ, ହିଙ୍ଗୁଳା, କୁବୁଜା, ଶାନ୍ତା।
ଏହାର ସଠିକ୍ ଉତ୍ତରଟି ହେଉଛି କୁବୁଜା। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ରାବଣପୁରରେ କେତେ ରାକ୍ଷସ ଥିଲେ? ରାବଣପୁରରେ କେତେ ରାକ୍ଷସ ଥିଲେ? ଏହାର ଅପସନ୍ ଅଛି 30 କୋଟି, 32 କୋଟି, 36 କୋଟି, 40 କୋଟି। ଏହାର ସଠିକ୍ ଉତ୍ତରଟି ହେଉଛି 32 କୋଟି। ରାବଣପୁରରେ 32 କୋଟି ରାକ୍ଷସ ଥିଲେ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ସୀତା ହରଣର କେତେ ମାସ ପରେ ରାବଣ ବଂଶ ନିଧନ ହୋଇଥିଲା? ସୀତା ହରଣର କେତେ ମାସ ପରେ ରାବଣ ବଂଶ ନିଧନ ହୋଇଥିଲା? ଏହାର ଅପସନ୍ ଅଛି 10 ମାସ, 11 ମାସ, 12 ମାସ, 13 ମାସ। ଏହାର ସଠିକ୍ ଉତ୍ତରଟି ହେଉଛି 11 ମାସ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ମଣିଷ କାହାଠାରୁ ଜନ୍ମ ହୋଇଥିଲା? ମଣିଷ କାହାଠାରୁ ଜନ୍ମ ହୋଇଥିଲା? ଏହାର ଅପସନ୍ ଅଛି ବ୍ରହ୍ମା, ସ୍ୱୟମ୍ଭୁ, ବିଷ୍ଣୁ, ମାନୁ। ଏହାର ସଠିକ୍ ଉତ୍ତରଟି ହେଉଛି ମାନୁ। ମଣିଷ ମାନୁଙ୍କ ଠାରୁ ଜନ୍ମ ହୋଇଥିଲା। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ଗରୁଡ଼ଙ୍କ ମାତା କିଏ? ଗରୁଡ଼ଙ୍କ ମାତା କିଏ? ଏହାର ଅପସନ୍ ଅଛି ଜିତି, ଭାନୁମତୀ, ସତୀ, ବିନାତା। ଏହାର ସଠିକ୍ ଉତ୍ତରଟି ହେଉଛି ବିନାତା। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ମହିରାବଣ କିଏ? ମହିରାବଣ କିଏ? ଏହାର ଅପସନ୍ ଅଛି ରାବଣର ଭାଇ, ରାବଣର ପୁତ୍ର, ରାବଣର ନାତି, ରାବଣର କାକା। ଠିକ୍ ଅଛି। ଏହାର ସଠିକ୍ ଉତ୍ତରଟି ହେଉଛି ରାବଣର ଏକ ପୁତ୍ର। ମହିରାବଣ ହେଉଛି ରାବଣର ଏକ ପୁତ୍ର। ନେକ୍ସଟ କ୍ୱେଶ୍ଚନ୍, ମହିରାବଣର ମାତା କିଏ ଥିଲେ? ମହିରାବଣର ମାତା କିଏ ଥିଲେ? ଏହାର ଅପସନ୍ ଅଛି ନୌକେଶୀ, ଅଦିତି, ନାଗକନ୍ୟା, ଭାନୁମତୀ। ଏହାର ସଠିକ୍ ଉତ୍ତରଟି ହେଉଛି ନାଗକନ୍ୟା। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ମହିରାବଣ ରାଜବାଟୀର ଦ୍ୱାର ରକ୍ଷକ କିଏ ଥିଲେ? ମହିରାବଣ ରାଜବାଟୀର ଦ୍ୱାର ରକ୍ଷକ କିଏ ଥିଲେ? ଏହାର ଅପସନ୍ ଅଛି ଭାନୁଧ୍ୱଜ, କୁଶଧ୍ୱଜ, ଶିଳଧ୍ୱଜ, ମକରଧ୍ୱଜ। ଏହାର ସଠିକ୍ ଉତ୍ତରଟି ହେଉଛି ମକରଧ୍ୱଜ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ପାଞ୍ଚଜନ୍ୟ ଓ ହୟଗ୍ରୀବଙ୍କୁ କିଏ ବଧ କରିଥିଲେ? ପାଞ୍ଚଜନ୍ୟ ଓ ହୟଗ୍ରୀବକୁ କିଏ ବଧ କରିଥିଲେ? ଏହାର ଅପସନ୍ ଅଛି ବ୍ରହ୍ମା, ଶିବ, ଶ୍ରୀକୃଷ୍ଣ, ଶ୍ରୀରାମ। ଏହାର ସଠିକ୍ ଉତ୍ତରଟି ହେଉଛି ଶ୍ରୀକୃଷ୍ଣ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ବାଲିବଧ ସମୟରେ ପୃଥିବୀରେ କେଉଁ ଋତୁ ହୋଇଥିଲା? ବାଲିବଧ ସମୟରେ ପୃଥିବୀରେ କେଉଁ ଋତୁ ହୋଇଥିଲା? ଏହାର ଅପସନ୍ ଅଛି ଗ୍ରୀଷ୍ମ, ବର୍ଷା, ଶରତ, ବସନ୍ତ। ଏହାର ସଠିକ୍ ଉତ୍ତରଟି ହେଉଛି ବର୍ଷା ଋତୁ ହୋଇଥିଲା। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ବୀର ହନୁମାନ କେଉଁ ରାଜାଙ୍କ ମନ୍ତ୍ରୀ ଥିଲେ?
वीर हनुमान केउं राजांक मंत्री थिले? यार ऑप्शन अछि अंगराजा, बाली राजा, सुग्रीव राजा, काशी राजा। यार सठिक उत्तरटी होउछि सुग्रीव राजा। ठीक अछि। नेक्स्ट क्वेश्चन, पर्वत मानक पक्ष किए छेदन कले? पर्वत मानक पक्ष किए छेदन कले? यार ऑप्शन अछि ब्रह्मा, इंद्र, श्रीकृष्ण, शिव। यार सठिक उत्तरटी होउछि इंद्र। ठीक अछि। नेक्स्ट क्वेश्चन, श्री राम और लक्ष्मण माल्यवंत पर्वत रे थिला बेले केउं पक्षी तांकु सीताहरण संवाद देइथिले? श्री राम और लक्ष्मण माल्यवंत पर्वत रे थिला बेले केउं पक्षी तांकु सीताहरण संवाद देइथिले? यार ऑप्शन अछि सुआ, पारा, कुकुड़ा, कपोत। यार सठिक उत्तरटी होउछि कुकुड़ा। ठीक अछि। नेक्स्ट क्वेश्चन, केउं राक्षस कौनसी जीवर छाई को धरी गिली पकाए? केउं राक्षस कौनसी जीवर छाई को धरी गिली पकाए? यार ऑप्शन अछि मयदानव, शंखासुर, अंगारक, राहु। यार सठिक उत्तरटी होउछि अंगारक। ठीक अछि। नेक्स्ट क्वेश्चन, संपाति पक्षी दिव्यचक्षु काहाठारु पाइथिला? संपाति पक्षी दिव्यचक्षु काहाठारु पाइथिला? यार ऑप्शन अछि ब्रह्मा, इंद्र, सुपर्ण, कुबेर। यार सठिक उत्तरटी होउछि सुपर्ण। संपाति पक्षी सुवर्ण ठारू दिव्यचक्षु पाइथिला। ठीक अछि। नेक्स्ट क्वेश्चन, जाम्बवान केते थर पृथ्वी परिक्रमा करिथिले? जाम्बवान केते थर पृथ्वी परिक्रमा करिथिले? यार ऑप्शन अछि 16 थर, 21 थर, 51 थर, 100 थर। यार सठिक उत्तरटी होउछि 21 थर। ठीक अछि। नेक्स्ट क्वेश्चन, समुद्र मंथन समय रे बाहरी थिबा औषध को समुद्र गर्भरे किए लुचाई रखिथिला? समुद्र मंथन समय रे बाहरी थिबा औषध को समुद्र गर्भरे किए लुचाई रखिथिला? यार ऑप्शन अछि चित्रसेन, इंद्र, जाम्बवान, दशानन। यार सठिक उत्तरटी होउछि जाम्बवान। ठीक अछि। नेक्स्ट क्वेश्चन, नळंक मातांक नाम कौन? नळंक मातांक नाम कौन? यार ऑप्शन अछि इलावती, चंद्रमुखी, इंद्रमुखी, सोनाक्षी। यार सठिक उत्तरटी होउछि इंद्रमुखी। ठीक अछि। नेक्स्ट क्वेश्चन, रावणर राजभवन भितर को जीवा पाई केते गोटी द्वार थिला? रावणर राजभवन भितर को जीवा पाई केते गोटी द्वार थिला? यार ऑप्शन अछि 2टी, 3टी, 4टी, 5टी। यार सठिक उत्तरटी होउछि 4टी। ठीक अछि। नेक्स्ट क्वेश्चन, धूम्राक्ष राक्षस को
किए बध करथिले? धूम्राक्ष राक्षस को किए बध करथिले? एहार ऑप्शन अछि श्री राम, लक्ष्मण, अंगद, वीर हनुमान। एहार सठिक उत्तरटी होछि वीर हनुमान। ठीक अछि। नेक्स्ट क्वेश्चन, माया रो स्वामी किए? माया रो स्वामी किए? एहार ऑप्शन अछि ब्रह्मा, शिव, श्रीकृष्ण, इंद्र। एहार सठिक उत्तरटी होछि श्रीकृष्ण। ठीक अछि। नेक्स्ट क्वेश्चन, इंद्रजित इंद्रदेव को युद्ध रे केते थर परास्त करिथिला? इंद्रजित इंद्रदेव को युद्ध रे केते थर परास्त करिथिला? एहार ऑप्शन अछि 21 थर, 51 थर, 90 थर, 100 थर। एहार सठिक उत्तरटी होछि 100 थर। ठीक अछि। नेक्स्ट क्वेश्चन, महावीर हनुमान भगवान शिवंको केते नंबर अवतार? महावीर हनुमान भगवान शिवंको केते नंबर अवतार? एहार ऑप्शन अछि 7 नंबर, 8 नंबर, 10 नंबर, 11 नंबर। एहार सठिक उत्तरटी होछि 11 नंबर। ठीक अछि। नेक्स्ट क्वेश्चन, इंद्रजितर देवदलन रथ को किए बहन करती? इंद्रजितर देवदलन रथ को किए बहन करती? एहार ऑप्शन अछि 4 गोटी गंडा, 4 गोटी बाघ, 4 गोटी सिंह, 4 गोटी हाथी। एहार सठिक उत्तरटी होछि 4 गोटी बाघ। ठीक अछि। नेक्स्ट क्वेश्चन, पृथ्वी रे सप्त सागर किए खोलाइथिले? पृथ्वी रे सप्त सागर किए खोलाइथिले? एहार ऑप्शन अछि सगर राजा, भगीरथ, अगस्त्य ऋषि, इंद्रदेव। एहार सठिक उत्तरटी होछि सगर राजा। पृथ्वी रे सगर राजा सप्त सागर खोलाइथिले। ठीक अछि। नेक्स्ट क्वेश्चन, रावणर शरीरर केउठी अमृत थिला? रावणर शरीरर केउठी अमृत थिला? एहार ऑप्शन अछि कपाल रे, गला रे, छाती रे, नाभि रे। एहार सठिक उत्तरटी होछि नाभि रे। रावणर नाभि रे अमृत थिला। ठीक अछि। नेक्स्ट क्वेश्चन, श्री राम केउ तिथि रे देवी दुर्गा को प्रसन्न करथिले? श्री राम केउ तिथि रे देवी दुर्गा को प्रसन्न करथिले? एहार ऑप्शन अछि चतुर्थी, पंचमी, अष्टमी, नवमी। एहार सठिक उत्तरटी होछि नवमी। श्री राम नवमी तिथि रे देवी दुर्गा को प्रसन्न करथिले। ठीक अछि। धन्यवाद। वीडियोटी केमिति लागिला निश्चय कमेंट करि जणाइबो एवं निज सांग मानक निकट को निश्चय शेयर करिवो। ठीक अछि। धन्यवाद।